ବର୍ଷା ଦିନରେ ଆମେ କରୁଥିବା କିଛି ଛୋଟ ଭୁଲ ଯୋଗୁଁ ଫସଲର ବଡ଼ କ୍ଷତି ହୋଇଥାଏ। ଆଜି ମୁଁ ଆପଣଙ୍କୁ ସେହି 5ଟି ବଡ଼ ଭୁଲ ବିଷୟରେ କହିବି, ଯାହା ଜାଣିଲେ ଆପଣ ନିଜ ଫସଲକୁ ବଞ୍ଚାଇ ପାରିବେ। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ସମ୍ପୂର୍ଣ୍ଣ ଦେଖିଲେ ଛୋଟ ଛୋଟ ଭୁଲ ଗୁଡ଼ା ଆପଣ ଜାଣିପାରିବେ। ଭୁଲ ନମ୍ବର 1, ବର୍ଷା ଆଗରେ ବା ବର୍ଷା ପରେ କେତେବେଳେ ଆମେ ସ୍ପ୍ରେ କରିବା ନାହିଁ। ସ୍ପ୍ରେ କଲେ କ'ଣ ହେବ, ଅସୁବିଧା କ'ଣ? ଆଗରେ ସ୍ପ୍ରେ କଲେ ବର୍ଷା ପଡ଼ିଲେ ଧୋଇଯିବାର 100% ସମ୍ଭାବନା ଅଧିକା। ଆଉ ବର୍ଷା ପରେ ଏଇଥିପାଇଁ ଯେ ବର୍ଷାରେ ଯେ ପତ୍ରରେ ହାଲକା ପାଣି ଲାଗିଥାଏ, ସେତେବେଳେ ସ୍ପ୍ରେ କଲେ ସେ ପାଣିର ପତ୍ରରେ ନ ଲାଗି ସିଧା ବହିକି ପଳାଏ, ହେଲେ ପଇସା ବର୍ବାଦ, ସ୍ପ୍ରେ ବର୍ବାଦ, ଆଉ କାମ ବି ହୁଏନି। ଭୁଲ ନମ୍ବର 2, ବର୍ଷା ପରେ ଆମେ ଜମିରେ ପାଣି ଜମି ରହିଥାଏ। ହଁ, କିଛି ନାହିଁ, ସେଇଟା ଶୁଖିଯିବ ତ, ସେଇ ଛୋଟ ଚିନ୍ତାଧାରା ପାଇଁ ଆମ ଗଛର ମୂଳ ପଚିଯାଏ ଓ ବିଭିନ୍ନ ରୋଗର ଆକ୍ରାନ୍ତ ହେଇଯାଏ। ମୂଳ ପଚିଯିବାଟା, ସଡ଼ିଯିବାଟା, ଚେର ସଡ଼ିଯିବାଟା ବହୁତ ବଡ଼ ରୋଗ ଗୋଟେ ବାଇଗଣ ଗଛ ପାଇଁ, ଟମାଟୋ ଗଛ ପାଇଁ। ସେଥିପାଇଁ ପାଣି ହାଲକା ଜମି ରହିଲେ ବି ସେଇଟାକୁ ବାହାର କରିବା ପାଇଁ ଚିନ୍ତା କରିବେ। ସେଇ ଛୋଟ ଚିନ୍ତାଧାରା ଯଦି ଚେଞ୍ଜ ନ କରିପାରିବେ, ଆପଣଙ୍କ ଫସଲ ଗୋଟେ ପରେ ଗୋଟେ ନଷ୍ଟ ହେବାର ଅଧିକା ଚାନ୍ସ ଥାଏ। ଭୁଲ ନମ୍ବର 3, ବର୍ଷା ହେବା ପରେ ପରେ ଆମେ ସାଙ୍ଗେ ସାଙ୍ଗେ କ'ଣ କରୁଛୁ ନା, ଭଲ କାମ ହେବ ବୋଲି ୟୁରିଆ ହେଉ, DAP ହେଉ, ଗ୍ରୁମାର ହେଉ, ଯାହା ହେଉ, ମାନେ ଫର୍ଟିଲାଇଜର ସ୍ପ୍ରେଟା କରିଦେଉଛୁ ବା ବୁଣି ଦେଉଛୁ। ଯାହାଫଳରେ କ'ଣ ହେଉଛି, ଆମ ସେଇ ପାଣି ଯେତେବେଳେ ହାଲକା ହାଲକା ବହି ଯାଉଛି ବା ବର୍ଷା ତା ପରେ ପରେ ଯେତେବେଳେ ହେଉଛି, ସେତେବେଳେ ସେଇଟା ଧୋଇକି ପଳାଉଛି। ଦେଖନ୍ତୁ, ସାଙ୍ଗେ ସାଙ୍ଗେ ଆମର ମେଲ୍ଟ ହେଉନି, ସେଇଟା ପାଣିରେ ଧୋଇଯିବାର 90% ଚାନ୍ସ ଥାଏ। ଆମେ ଜାଣିପାରୁନୁ, ସେଥିପାଇଁ ସେଇଟା କାମ କମ୍ ହୁଏ। ଯେତେବେଳେ ଶୁଖିଲା ପାଗ, ହାଲକା ହାଲକା ପାଗ ଥିବ, ସେତେବେଳେ ହିଁ ଆପଣ ମାନେ ଫର୍ଟିଲାଇଜର ଦେବେ, ନହେଲେ ଧୋଇଯିବାର ଚାନ୍ସେସ୍ ବହୁତ 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 ଥାଏ। ଭୁଲ ନମ୍ବର 4, ବର୍ଷା ପରେ ଆମେ ଜମିରେ ଯାଉନୁ। ବର୍ଷା ସମୟରେ ଆପଣ ବର୍ଷା ସରିଗଲେ ଆପଣ ପ୍ରତ୍ୟେକ ଦିନ ଯେମିତି ଡକ୍ଟରମାନେ ଭିଜିଟ୍ କରନ୍ତି, ସେହିପରି ଆପଣଙ୍କୁ ଯିବାକୁ ପଡ଼ିବ ଆପଣଙ୍କ ଜମିରେ। କାହିଁକିନା ସେତେବେଳେ ଯାଞ୍ଚ କରିବାକୁ ପଡ଼େ। ଏହି ସମୟରେ ରୋଗ ପୋକ ଆଟାକ୍ ବହୁତ ଜଲ୍ଦି ହୁଏ, କାହିଁକିନା ଏହି ସମୟରେ ଘାସପତ୍ର ଚାରିପଟେ ଯେତେ ପୋକ ଯେତେ ଯେଇଠି ଥାଆନ୍ତି ଆସିକି ଆଟାକ୍ କରନ୍ତି। ସେହି ହିସାବରେ ଆପଣଙ୍କୁ ସ୍ପ୍ରେ ଯଦି ସିଡ୍ୟୁଲ୍ ନ କଲେ ହେଲେ ଫସଲ ବର୍ବାଦ ହେଇଯିବ। ଦେଖନ୍ତୁ, ଏହି ସମୟରେ ଯେତେ ସବୁ ଫଙ୍ଗାଲ ଡିଜିଜ୍, ଯେତେ ସବୁ କୀଟ ସବୁ ଆସିକି ଗଛକୁ ଆଟାକ୍ କରନ୍ତି। ଆମେ ଏବେ ଦେଖନ୍ତୁ, ଆମେ ବାଇଗଣ ବର୍ଷା ସମୟରେ ଦେଖିବେ ଫଲମକ୍ଖି, ଯେଇଟା ଫଳରେ ଯେଟା କରନ୍ତି, ସେଇ ଫଳ ଆଟାକ୍ କରିବା ସଙ୍ଗେ ସଙ୍ଗେ ବାଇଗଣରେ କରେ, ବାଇଗଣ ଗୁଡ଼ା ପଚିଯାଆନ୍ତି। ଆମେ ଜାଣି ବି ପାରୁନୁ ସେଇଟା କ'ଣ ହେଉଛି। ସେଥିପାଇଁ ଜାଣିବାକୁ ପଡ଼ିବ ଯେ ଏହି ସମୟରେ କେଉଁ ପୋକର ଆଟାକ୍ ବହୁତ ହେଉଛି। ଆପଣଙ୍କୁ ଜମିରେ ଗଲେ, କ୍ଷେତରେ ଗଲେ ହିଁ ଜାଣିପାରିବେ। ଭୁଲ ନମ୍ବର 5, ଆମେ ସ୍ପ୍ରେ ତ କରିଦେଉଛୁ, କିନ୍ତୁ ପତ୍ରରେ ପାଣି ରହିଲେ ସେଇଟା ସ୍ପ୍ରେ ଭଲ କାମ ହୁଏନି। ସେଥିପାଇଁ ସବୁବେଳେ ଚେଷ୍ଟା କରିବେ ଯେ ପତ୍ର ପାଣି ଶୁଖିବା ପରେ ଆପଣ ସ୍ପ୍ରେ କରିବେ, ତାହେଲେ ଯାଇକି ଔଷଧର ଭଲ କାମ ହେବ। ଆଉ ସବୁବେଳେ ଭାବୁଛନ୍ତି ଯେ 100-200 ଟଙ୍କା ପାଇଁ କାହିଁକି ଅଠାଟା ଆମେ ଲଗାଇବା, ଅଠା ଦେଲେ କାହିଁକି କ'ଣ ହେବ, କିଛି ଅସୁବିଧା ନାହିଁ, ବେକାର ପଇସା ନଷ୍ଟ ଭାବୁଛନ୍ତି। ସେଥିପାଇଁ ଆପଣଙ୍କୁ କ'ଣ କରିବେ, ଅଠାଟା ନିହାତି ଦେଇକି ସ୍ପ୍ରେ କରିବେ ବର୍ଷା ସମୟରେ। ଯେତିକି ବି ନଦେଲେ ଯେତିକି କାମ ହେଉଥିଲା ତାଠୁ ଟିକେ ଅଧିକ କାମ ହେବାଟା 100% ସିଓର। କାହିଁକିନା କିଛି ସମୟ ତ ଧରିକି ରଖିବ। ଯଦି ଅଳ୍ପ ବର୍ଷା ହେଲା, ହେଲେ ଆପଣ ଅଳ୍ପ ଖର୍ଚ୍ଚରେ ବା ଅଳ୍ପ ଔଷଧ ଧୋଇଯିବେ। ଆଉ ସବୁବେଳେ ସକାଳ ଟାଇମ୍ ଆଉ ସନ୍ଧ୍ୟାବେଳେ ସ୍ପ୍ରେ କରିବା ପାଇଁ ଚେଷ୍ଟା କରିବେ, ତାହେଲେ ଔଷଧର ଭଲ କାମ ହେବାର ଚାନ୍ସ ଅଧିକା ଥାଏ। ତାହେଲେ ଆଉ ଭିଡ଼ିଓଟା ଲମ୍ବା କରିବିନି। ମୋର ଡକ୍ଟର ଚାଷୀ ଓ ଇଞ୍ଜିନିୟର ଚାଷୀ ଭାଇମାନଙ୍କୁ ଅନୁରୋଧ ରହିଲା, ଯେଉଁମାନେ ନୂଆ ଅଛନ୍ତି ଅବশ্যଇ ସବସ୍କ୍ରାଇବ୍ କରିଦେବେ, ଆଉ ଲାଇକ୍ ସେୟାର କରିକି ସବୁ ସାଙ୍ଗସାଥିମାନଙ୍କ ପାଖରେ ପଠାଇଦେବେ। ଥ୍ୟାଙ୍କ ୟୁ। ପୁଣି ଦେଖା ହେବ ନୂଆ କିଛି ନାହିଁ, ନୂଆ ଅନୁଭୂତି ନାହିଁ। ସେଥିପର୍ଯ୍ୟନ୍ତ ଦିଅନ୍ତୁ ମୋତେ ବିଦାୟ, ବାଏ ବାଏ। ଆମେ ଛୋଟ ଜିନିଷଟା କିନ୍ତୁ ବଡ଼ ଧମାକା, କାହିଁକି ଜାଣିଛନ୍ତି? ଏଇ ଭୁଲ ଗୁଡ଼ା ଯୋଗୁଁ ହିଁ ଆମର ଫସଲ ନଷ୍ଟ ହେଇଯାଉଛି, କିନ୍ତୁ ଆମେ ଜାଣି ବି ପାରୁନୁ। ଥ୍ୟାଙ୍କ ୟୁ।